ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ଉତ୍ତରସଲି ଗ୍ରାମରେ କୌଣସି ଏକ ବିଷାକ୍ତ ସାପ କାମୁଡ଼ାରେ ଜଣଙ୍କର ମୃତ୍ୟୁ ଘଟିଥିବାର ଜଣାପଡ଼ିଛି। ମୃତ ବ୍ୟକ୍ତି ଜଣଙ୍କ ନାମ ନରେନ୍ଦ୍ର ଦାସ, ବୟସ 43 ବର୍ଷ ଏବଂ ସେ ଜଣେ ଅଞ୍ଚଳ ଜଣାଶୁଣା ଯୁବ ବିଜେଡି ନେତା ସହ ସମାଜସେବୀ ଭାବେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ। ଘଟଣାରେ ପ୍ରକାଶ ଯେ ଶନିବାର ମଧ୍ୟରାତ୍ର 12 ଘଣ୍ଟା ସମୟରେ ନିଜ ବାସଭବନରେ ଶୋଇଥିବା ଅବସ୍ଥାରେ କୌଣସି ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ନିଦ ଭାଙ୍ଗିବା ପରେ ଉଭୟ ସ୍ୱାମୀ ସ୍ତ୍ରୀ ଘର ତମାମ ଖୋଜାଖୋଜି କରିଥିଲେ ମଧ୍ୟ ସାପର ସନ୍ଧାନ ମିଳିପାରି ନଥିଲା। ଏହାପରେ ମୃତ ଦାସ ପାଣି ପିଇ ଶୋଇପଡ଼ିଥିଲେ। ଏହାର 2 ଘଣ୍ଟା ପରେ ମୃତ ଦାସଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ପ୍ରାୟ 2 ଘଣ୍ଟା ସମୟରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ବଡ଼ି ଭୋର ସମୟରେ ଚିକିତ୍ସିତ ଅବସ୍ଥାରେ ପାରଳାଖେମୁଣ୍ଡି ଡାକ୍ତରଖାନାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟପନ୍ନ ହେବାରୁ ଉଚ୍ଚ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ସ୍ଥିତ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ବ୍ରହ୍ମପୁର ନେବା ବେଳେ ଅଧା ବାଟରେ ତାଙ୍କର ମୃତ୍ୟୁ ଘଟିଥିବାର ଜଣାପଡ଼ିଛି। ବ୍ରହ୍ମପୁରଠାରେ ଶବ ବ୍ୟବଚ୍ଛେଦ ପରେ ଉତ୍ତରସଲି ତାଙ୍କ ନିଜ ଗ୍ରାମକୁ ଶବ ଅଣାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଥିବା ବେଳେ ବିଜେଡି ପକ୍ଷରୁ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରାଯାଇଛି। ଗଜପତି ଜିଲ୍ଲାରୁ ଭାସ୍କର ସ୍ୱାଇଁଙ୍କ ରିପୋର୍ଟ, ନ୍ୟାୟବତୀ ଟିଭି।